नमस्कार जय जगन्नाथ। आज अध्याय को आपण मानक स्वागत। ओम नमो भगवते वासुदेवाय। दशम अध्याय श्रीरामचंद्र चरित दशम अध्याय वर्णित। श्रीशुक उवाच एबे हो शुण महीपति जे वंशे जाहार संतति जे कूले जे बा अधिपति शुणन्ते पाप विनाशन्ति खट्वांगु दीर्घ बाहु नाम सुत होइला गुण धाम रघुताहार तहु जात सकल गुणे सुविख्यात अजताहार बीर्जे जात तार कुमर दशरथ से दशरथ घरे हरि जन्मिले नर देह धरी चतुर्धा रूपे देव कार्ये जन्मिले दशरथ बीर्जे राम लक्ष्मण शत्रुघ्न भरत तुले चारि जन से राम चरित तु सुखे शुणिछु ऋषिंकर मुखे गुरु बचने राज्य छाड़ी पद्म चरणे भूमि माड़ी लक्ष्मण सीतार समेते जे दुखे बंचिले बनसे सुग्रीव तुले मित्र करी विरूप कले से असुरी प्रिया भी जोगे कोप होई समुद्रे सेतु से बंधाई प्रथमे विश्वामित्र संगे यज्ञ रखिले अनुरागे मारीच आदि निशाचरे रात्रे मिलिले यज्ञ ठारे लक्ष्मण तुले ता संहारी मुनिको यज्ञ रक्षा करी से पुणी सीता स्वयंवरे मिलिले विदेह नगरे भांगिले ईश्वर को दंड बालग जकी इक्षु दंड अशेष राजा गण जिणी सीतांकु स्वयंवरु आणी अयोध्या नगरे आसन्ते परशुराम वन पथे बोलई श्रीराम को चाही धनु भांगिलु बले तुही मो धनु बेनी करे बह नहिले सीता मते दियो एमंत तार वाक्य घोरे ता धनु धरी बाम करे तक्षणे भृगुवंशी बोले जंघे बसाई गुण देले रामर देखी घोर कर्म पादे न मिले परशुराम सीतांकु आनी निज पुरे प्रवेश होइले सत्वरे पिता जे पत्नी बस होई जाहा बोइला कोई केई मो पुत्र राज्य राजा हेउ तो सुत राम बने जाऊ से पुणी पितार बचने तक्षणे चलिले विपिने बने बुलन्ते बेनी भाई जनक सुता संगे नेई रावण भग्नि शूर्पणखा मायार बले देला देखा लक्ष्मण रघुनाथ बोले तानासा श्रवण छेदिले ता छळे रात्रि चोर गण उभारी कले घोर रण खर दूषण से त्रिशिरा युद्धे मिलिले महावीर शूर्पण खार बंधु गणे जेते मिलिले घोर रणे तांकु छेदिले तीक्ष्ण स्वरे अशेष जन उपकारे 14 सहस्र जे बल मारिले दशरथ बाळ बरसा ऋतु आगमने पशिले राम घर बने तिंतुली वृक्ष तले रही पल्लवे कुटीर भी आई सीतार रूप गुण कथा शुणी रावण मने व्यथा
ଚିତ ପୀଡ଼ିତ କାମ ସରେ ରାକ୍ଷସ ପଶେ ଅନ୍ତପୁରେ ମାରିଚ ରାବଣ ଆଦେଶେ ମିଳିଲା ରଘୁନାଥ ପାଶେ ଅଦ୍ଭୁତ ବିଧାତାର ଯୋଗ ବନେ ମିଳିଲା ମାୟା ମୃଗ ବନେ ସୁବର୍ଣ୍ଣ ମୃଗ ଦେଖି ରାମଙ୍କୁ ବୋଲେ ଚନ୍ଦ୍ରମୁଖୀ ଭୋନାଥ ମୋର କ୍ରୀଡ଼ା ଅର୍ଥେ ସୁବର୍ଣ୍ଣ ମୃଗ ଦିଅ ମତେ ସେ ରାମ ନାରୀ ବସ ଅର୍ଥେ ଧନୁ ନାରାଚ ଧରି ହସ୍ତେ ଧାଇଁଲେ ମୃଗବଧ ଅର୍ଥେ ସେ ପଶେ ଗହନ ବନସ୍ତେ ତାହାକୁ ମାରିବାର କାଳେ ଶବଦ କଲା ସେ ବିକଳେ ରଖ ହେ ଲକ୍ଷ୍ମଣ ଶୁଭିଲା ଜାନକୀ ଲକ୍ଷ୍ମଣେ କହିଲା ଲକ୍ଷ୍ମଣ ଯାଅ ବେଗ ହୋଇ ସ୍ୱାମୀଙ୍କି ବିପତ୍ତି ପଡ଼ଇ ତକ୍ଷଣେ ଧନୁ ଧରି ହସ୍ତେ ମିଳିଲେ ରାମର ଅଗ୍ରତେ ରାବଣ ମିଳି ବୃକ୍ଷ ତଳେ ସୀତାଙ୍କୁ ନେଲା ଅନ୍ତରାଳେ ସୀତା ବିଚ୍ଛେଦେ ଦୁଃଖ ମନେ ମିଳିଲେ ଋଷ୍ୟମୁଖ ବନେ ସୁଗ୍ରୀବ ତୁଲେ ମିତ୍ର କରି ସେବନେ ବାଳିକି ସଂହାରି ଅଙ୍ଗଦ ହନୁମାନ ତୁଲେ ସମୁଦ୍ର ନିକଟେ ମିଳିଲେ ପ୍ରିୟା ବିଚ୍ଛେଦେ ଦୁଃଖ ମନ ଜାଣିଲା ବରୁଣ ରାଜନ ସ୍ୱଭାବେ ଦୁର୍ଗମ ଗଭୀର ଭ୍ରମନ୍ତି ମକର କୁମ୍ଭୀର ତକ୍ଷଣେ ନିଜ ରୂପ ଧରି ରାମର ପାଦେ ନମସ୍କରି ଅନେକ ସ୍ତୁତି ବାକ୍ୟ କଲା ସେତୁ ବନ୍ଧନେ ମାର୍ଗ ଦେଲା ବୋଲଇ ଭାବ ଭକ୍ତି ବହି ରାବଣ ବଧ କର ତୁହି ସକଳ ଅସୁର ସଂହାରି ବେଗେ ତୁ ଲଭ ନିଜ ନାରୀ ତୋ ଯଶ ରହୁ ଦଶ ଦିଶେ ମୁନି ଏ ଗାଇବେ ହରସେ ସୁଗ୍ରୀବ ନୀଳ ହନୁମନ୍ତ ଅଙ୍ଗଦ ଘେନି କପି ଯୁଥ ଚଳନ୍ତି ରକ୍ଷ ବଳ ସଙ୍ଗେ ଲଙ୍କା ଗମନ କରି ବେଗେ ନିକୁମ୍ଭ କୁମ୍ଭ ଇନ୍ଦ୍ରଜିତ ଧ୍ରୁମାକ୍ଷ ଆଦି ଯେତେ ଯୁଥ ଏ ଆଦି ଯେତେ ଘୋର ସୈନ୍ୟ ସଙ୍ଗତେ ଘେନି କୁମ୍ଭକର୍ଣ୍ଣ ଶୂଳ ଖଡଗ ପ୍ରାସ ରୁଷ୍ଟି ଭୂଷଣ୍ଡି ତୀକ୍ଷ୍ଣ ଶର ବୃଷ୍ଟି କରନ୍ତି ରାକ୍ଷସ ସମୂହେ ସମୂଳେ ହନ୍ତି କ୍ଷଣ କ୍ଷୟେ ସୁଗ୍ରୀବ ଲକ୍ଷ୍ମଣ ସମେତ ଗନ୍ଧମାଦନ ହନୁମନ୍ତ ଏ ଆଦି ରକ୍ଷ ବଳ ତୁଲେ ରାକ୍ଷସ ସଂହାରିଲେ ଭଲେ ସଙ୍ଗତେ ଘେନି କପି ବଳ ଲଙ୍କାରେ ସଂଯୋଜିନ ନଳ ରାକ୍ଷସ ସଙ୍ଗେ ଯୁଦ୍ଧ କରି ଅନେକ ବଳତା ସଂହରି ସୀତା ହରଣ ଦୋଷ ଫଳେ ସଂଗ୍ରାମେ ସର୍ବେ ନାଶ ଗଲେ ଦକ୍ଷିଣ ବୀରଙ୍କ ମରଣ ରଥ ଆରୋହିଲା ରାବଣ ମାତଳି ଘେନି ଦିବ୍ୟ ଯାନ ମିଳିଲା ରାମ ସନ୍ନିଧାନ ରାମ ରାବଣ ମୁଖ ଚାହିଁ କହନ୍ତି କୋପ ଭର ହୋଇ ମୋ ନାରୀ ହରିଲୁ ଯେ ତୁହି ତପ ପ୍ରସାଦେ ଗର୍ବ ବହି ଆଜ ସରିଲା ତପ ଫଳ ହେଳେ ଗଞ୍ଜିବି ତୋର ବଳ ଏମନ୍ତ କହି ରଘୁନାଥ କୋପେ କୋ ଦଣ୍ଡ ଧରି ହସ୍ତ ବଜ୍ର ସମାନ ରାମ ସର ଭେଦିଲା ରାବଣ ହୃଦର ରଥୁ ପଡ଼ିଲା ଭୂମି ତଳେ ଦଶବ ଧନୁ ଶୁଣି ଗଳେ ଭୂମି କମ୍ପିଲା ଥର ହର ଶବଦ ଶୁଭେ ହାହାକାର ରାବଣ ହତ ଶୁଣି କର୍ଣ୍ଣେ ସମ୍ଭ୍ରମେ ଅନ୍ତପୁର ଜନେ ତକ୍ଷଣେ ମନ୍ଦୋଦରୀ ତୁଲେ ରାକ୍ଷସୀ ଗଣ ଉଭାରିଲେ ରୋଦନ କରନ୍ତି ବିକଳେ ଶବଦେ ଭୁବନ ଉଚ୍ଛଳେ ମିଳିଲେ ରଣଭୂମି ମଧ୍ୟେ ସ୍ୱାମୀ ମରଣ ଶୋକ ନାଦେ ହୃଦୟେ ବେନି କର ତାଡ଼ି ହାନାଥ ବୋଲି ପାଦେ ପଡ଼ି ରାକ୍ଷସ ନାରୀଙ୍କ ରୋଦନ ପୁରିଲା ଧରଣୀ ଗଗନ କାନ୍ଦନ୍ତି ସ୍ୱାମୀ କୋଳେ ଧରି ନାରୀଙ୍କ ତୁଲେ ମନ୍ଦୋଦରୀ ବଜ୍ର ସମାନ ରାମ ସର ଭେଦିଲା ତୋର ହୃଦୟର
ଭୋନାଥ ତୋହର ମରଣୀ ପଶିବୁ କାହାର ଶରଣୀ ଲୋକରା ବଣ ତୁରା ବଣୁ ଅନାଥ କଲୁ ନାରୀ ଗଣୁ ତୋର ମରଣେ ଲଙ୍କା ପୁରୀ ଏବେ ହୋଇଲା ହତ ସିରି ତୁ ନାଥ କାମେ ଭୋଳ ହୋଇ ଛଳେ ହରିଲୁ ବଇ ଦେହି ସେ ଦୋଷ ତୋତେ ନାଶ କଲା ମରଣ ଦଶା ଭିଆଇଲା ଅନାଥ କଲୁ ସର୍ବନାରୀ ଆମ୍ଭ ସଙ୍ଗତେ ଲଙ୍କା ପୁରୀ ଦେହକୁ କଲୁ ବୃଦ୍ଧ ଗ୍ରାସ ନରକେ ହୋଇବୁ ପ୍ରବେଶ ଏମନ୍ତ କହି ନାରୀ ଗଣି ପ୍ରାଣ ଛାଡ଼ିଲେ ହୁତାସନେ ରହିଲା ମନ୍ଦୋଦରୀ ଶେଷ ଏବେ ହଁ ଶୁଣ କୁରୁ ଶିଷ୍ୟ ରାବଣ ଭାଇ ବିଭୀଷଣ ଥିଲା ଯେ ଗ୍ରାମର ଶରଣ ତାହାକୁ ଦେଲେ ମନ୍ଦୋଦରୀ ଲଙ୍କାରେ ଅଧିକାରୀ କରି ବୋଇଲେ ପ୍ରଭୁ ରଘୁବୀର ତୁ ଏବେ ପ୍ରେତ କାର୍ଯ୍ୟ କର ଏମନ୍ତ ଆଜ୍ଞା ରାମ ଦେଲେ ଅଶୋକ ବିପିନେ ପଶିଲେ ସୀତା ଦେଖିଲେ ବେନି ଡୋଳେ ଅଧୋବଦନେ ବୃକ୍ଷ ତଳେ ରାମ ବିଚ୍ଛେଦ ବ୍ୟାଧି ଜ୍ୱର ଶୁଖିଛି ସୁରଙ୍ଗ ଅଧର ଲୋଚନେ ଅଶ୍ରୁ ଜଳ ପୁରୀ ହାସିତା ବୋଲି କୋଳେ ଧରି ଜାନକୀ ପ୍ରଭୁ ମୁଖ ଚାହିଁ ବେଗେ ଉଠିଲେ ଜ୍ଞାନ ପାଇ ଆଦିତ୍ୟ ଦେଖି ପଦ୍ମ ଜେହ୍ନେ ଅନାଇ ଉନ୍ମିଳ ଲୋଚନେ ଶ୍ରୀରାମ ହସ୍ତେ ହସ୍ତ ଦେଇ କାଞ୍ଚନ ବିମାନ ଆରୋହୀ ଲକ୍ଷ୍ମଣ ହନୁମନ୍ତ ତୁଲେ ରାମ ବିମାନେ ବିଜେ କଲେ ବିଭୀଷଣକୁ ଦାଶରଥୀ ଲଙ୍କାରେ କରି ଅଧିପତି ବୋଇଲେ ହୁଅ ତୁ ଅମର ଏ ଲଙ୍କା କଳ୍ପେ ଭୋଗ କର ବିଭୀଷଣକୁ ରାଜା କରି ରାମ ବିଜୟ ନିଜ ପୁରୀ ପିତା ନିର୍ଦ୍ଦେଶ ବନବାସ ସରିଲା 14 ବରଷ ରାମ ବିଜୟ ଇନ୍ଦ୍ର ଚାହିଁ ସ୍ୱର୍ଗକୁ ସୁମ ବରଷଇ ଗଗନେ ଦେବେ ପନ୍ତି ପନ୍ତି ରାମ ବିଜୟ ଉଚ୍ଚାରନ୍ତି ରାମ ବିଚ୍ଛେଦେ ଦୁଃଖ ମନେ ଭରତ ଥିଲା ତପୋବନେ ତାର ଚରିତ ଶୁଣି କନେ ଯେବା କହିଲେ ମୁନି ଜନେ କଠୋର ତପବନେ କରି ସେ ବ୍ରହ୍ମଚାରୀ ରୂପ ଧରି ଯାବକ ଭକ୍ଷେ ଗୋରୁ ମୂତ୍ରେ ବଜ୍ୱଳ ପିନ୍ଧି କୋଟି ସୂତ୍ରେ ପିଙ୍ଗଳ ଜଟା ଶିରେ ବହେ ରାତ୍ରେ ସ୍ତଣ୍ଡିଳେ ବୀର ସୋହେ ରାମ ପାଦୁକା ଅଗ୍ରେ ସ୍ଥାପି ନିଶ୍ଚଳ ଧ୍ୟାନେ ଚିତ ଗୋପୀ ସେ ରାମ ମୁନି ଗଣ ତୁଲେ ଭରତ ଆଶ୍ରମେ ମିଳିଲେ ତାହାର ହସ୍ତ ରାମ ଧରି ଆଶ୍ୱାସ ବାକ୍ୟ କୋଳ କରି ରାମ ଲକ୍ଷ୍ମଣ ହନୁମନ୍ତ ସଙ୍ଗତେ ଚଳିଲେ ଭରତ ରାମ ପାଦୁକା ମୁଣ୍ଡେ ବହେ ତପସ୍ୱୀ ରୂପେ ଜନ ମୋହେ ମିଳିଲେ ଅଯୋଧ୍ୟା ନିକଟେ ସରଜୁ ନଦୀ ପୂର୍ବ ତଟେ ରାମର ଆଗମନ ପଥେ ମିଳିଲେ ପାତ୍ର ପୁରୋହିତେ ବେଦସ ବଦେବୀ ପ୍ରଜନେ ଶଙ୍ଖ ଦୁନ୍ଦୁଭି ବାଦ୍ୟ ସ୍ୱନେ ଦିବ୍ୟ ବିମାନ ଶ୍ରେଣୀ ସାଥେ ବିରୋଧା ମନ୍ତି ବେগে ପଥେ ଧ୍ୱଜ ପତାକା ଶୋଭେ ସ୍ୱନେ ଉତ୍ତମ ବାଜି ଗଜ ଜାନେ ଗଣିକା ଯୁଥ ଅଗ୍ରେ ଶୋହେ ମାର୍গে ଚଳନ୍ତେ জন মোহে বিবিধ উপায়ন হস্তে জয়স বদ করি পথে ঘেনি উত্তম দীপাবଳି নারীয়ে দ্যন্তি হুଳ ହୁଳି ବିପ୍ରଙ୍କୁ ଦେଖି ରଘୁନାଥ ଶିରେ ନିବେଶିବେନି ହସ୍ତ ତାହାଙ୍କୁ ନମସ୍କାର କଲେ ସୀତା ଲକ୍ଷ୍ମଣ ଘେନି ତୁଲେ ଅଯୋଧ୍ୟା ପୁର ଜନ ଯେତେ ରାମ আগମ ଦେଖି ପଥେ ରାମ ଲକ୍ଷ୍ମଣ ମୁଖ ଚାହିଁ ରଙ୍ଗେ ନାଚନ୍ତି ଗୀତ ଗାଇ ରାମ ପାଦୁକା ଘେନି ଶିରେ ଭରତ ଚଳଇ ସଧୀରେ ଉତ୍ତମ ବ୍ୟଜନ ଚାମରେ ସୁଗ୍ରୀବ ବିଭୀଷଣ ଧ୍ୟରେ ଅଞ୍ଜନା ସୁତ ବୀରମଣି ଚଳନ୍ତି ଶ୍ଵେତ ଛତ୍ର ଘେନି ଶତ୍ରୁଘ୍ନ କରେ ଧନୁଷର ରଥେ ଦେଖନ୍ତି ସୁର ନର ଜାନକୀ କରେ କମଣ୍ଡଳ ପୁରୀତ ନାନା ତୀର୍ଥ ଜଳ ଅଙ୍ଗଦ ହସ୍ତେ ଖଡ୍ଗ ବହି ସୁବର୍ଣ୍ଣ ଶତ ଚନ୍ଦ୍ର ଜହିଁ ସ୍ତୁବନ୍ତି ବନ୍ଦୀ ନାରୀ ଯୁଥ ମଧ୍ୟେ ବିଜୟ ରଘୁନାଥ
नक्षत्र मध्ये जेह्ने शशि त्रिदशे कुसुम बरसी संगते घेनी तिनि भाई मिलिले अंतपुरे जाई नमिले गुरु पत्नी पादे कौशल्या चरणे आनंदे रामंकु देखी मातृगण आनंदे करंती कल्याण प्राणकु पाई तनु जेह्ने उठई हरस बदने आनंदे अश्रुजल नेत्रे सिंचंती श्रीरामर गात्रे रामर शिरे जटा देखी सर्वे होइले मने दुखी तक्षणे मिलिले ब्राह्मणे वशिष्ठ आदि गुरुजने मुंडन कले जटा भार घेनाई नाना उपहार सुवर्ण कुंभ तीर्थ जले रामंकु अभिषेक कले उत्तम वस्त्र अलंकारे रत्न मुकुट बांधी शिरे जानकी तुले अभिषेक कलेश कल प्रजा लोक रामंकु पाई प्रजा जनी सकल हरषित मने पितांकु पाई पुत्र जेह्ने आनंद हरस बदने त्रेतया वर्तमान काले जेसने सत्य जुग मिले राम होइले राजे राजा सत्य जुगरे प्राय प्रजा करंती स्वधर्म आचार एबे हो शुण कुरु वीर वन पर्वत नदी नद द्वीप रस सिंधु भेद प्रजांकु कामधेनु प्राय भूमि हो इला सरदाय भूमि हो इला रसदाय नासिले आधि व्याधि व्यथा वृद्धे होइले सामरथा से राम एक पत्नी व्रत आचरे राज ऋषि मत आचरे गृह मेधि धर्म शुभे सकल क्रिया कर्म जानकी रामर चरणी स्वभावे खटे अनुक्षणे कहई विप्र जगन्नाथ आदित्य वंशानुचरित पवित्र कले निज अंशे जनमी हरि जेउ वंशे सुजने शुण अविरते हरिचरित भागवते तरिब ए भव जलधि श्रवणे शुणि निरवधि। इति श्रीमद्भागवते महापुराणे परमहास्यं संहितायां नवम स्कन्धे श्रीरामचरितं नाम 10मोऽध्यायः।